କଣାସ ଥାନାରେ ଦୟା ସୁରକ୍ଷା ଅଭିଯାନର କର୍ମୀ ସଚ୍ଚିକାନ୍ତ ପ୍ରଧାନ, କିଷାନ ପଟ୍ଟନାୟକ, କଣ୍ଠୁରୀ ଚରଣ, ବଳିୟାର ସିଂ, ଅଭିମନ୍ୟୁ ଭୋଇ, ଉମାକାନ୍ତ ସ୍ୱାଇଁ, ସୁଦର୍ଶନ ଦାସ, ପ୍ରସନ୍ନ ବିଷୋଇ ଜିଲ୍ଲାପାଳଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଅଭିଯୋଗ କରିଥିବା ଜଣାପଡ଼ିଛି। ରାଜ୍ୟ ସରକାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦୟାନଦୀ ପାଣି ବ୍ୟବହାର ଉପଯୋଗୀ ନୁହେଁ ବୋଲି ଘୋଷଣା କରିଛନ୍ତି। କଣାସ ଥାନା ଅଞ୍ଚଳରେ ଭୂତଳ ଜଳ ଖାଦ୍ୟ ଉପଯୋଗୀ ନୁହେଁ। ରୋଷେଇ, ପିଇବା, ବାସନ ମଜା, ଲୁଗାସଫା ପାଇଁ ମଧ୍ୟ ଭୂତଳ ଜଳ ଉପଯୋଗୀ ନୁହେଁ। କିଛି ବିକଳ୍ପ ନଥିବାରୁ ପିପିଲି, ଡେଲାଙ୍ଗ, କଣାସ ବ୍ଲକ ଅଞ୍ଚଳ ଲୋକେ ପୂର୍ବରୁ ଦୟାନଦୀ ପାଣି ବ୍ୟବହାର କରୁଛନ୍ତି। ପାଇପ୍ ପାଣି ଯୋଗାଣ ସିଧାସଳଖ ବିନା ବିଶୋଧନରେ ଲୋକଙ୍କୁ ଯୋଗାଇ ଦିଆଯାଉଛି। ଏ ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ବରିଷ୍ଠ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ସେମାନେ କୌଣସି ପଦକ୍ଷେପ ନେଉନାହାନ୍ତି। ଚାଷୀମାନେ ପରିବା ଫସଲରେ ଏହି ଜଳକୁ ବ୍ୟବହାର କରୁଛନ୍ତି। ଜିଲ୍ଲାପାଳ ଭାବରେ କେଉଁ ଦାୟିତ୍ୱ କରିବାର କଥା ତାହା କରିନାହାନ୍ତି। বিষাক্ত পানি ব্যবহার করে লোকে মরিবা পরে এডিএম, সব কলেক্টর, সিডিএমও পিকনিক স্পটরে থাই টিভি বালাঙ্কু সাক্ষাৎ দেইতিবা বেলে জিলা প্রশাসনকু ইয়ার দুঃখ লাগুনাই বলি অভিযোগরে দর্শাইছন্তি। জিল্লাপালଙ୍କ বিরোধରେ আইনগত କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦୟା ସୁରକ୍ଷା ଅଭିଯାନ କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି। ଦେଖନ୍ତୁ, ଆପଣମାନେ ସବୁ ଆଗରୁ ଜାଣିଛନ୍ତି ଏବଂ ମିଡ଼ିଆରେ ମଧ୍ୟ ବାରମ୍ବାର ଏହି ଇସ୍ୟୁକୁ ହାଇଲାଇଟ୍ କରାଯାଇଛି। ଭୁବନେଶ୍ୱର ସହରର ଆବର୍ଜନା ଜଳ ଗଙ୍ଗୁଆ ନଦୀ ଦେଇକରି ଦୟା ନଦୀରେ ମିଶ୍ରଣ ଏବଂ ଦୟା ନଦୀରେ ଦୀର୍ଘଦିନ ଧରିକି ଆଜି ଏ ଘଟଣା ଘଟୁନି। ଦୀର୍ଘ ବର୍ଷ ହେଲାଣି ବିଭିନ୍ନ ରୋଗରେ ଦୟା ଅବବାହିକାର ଲୋକମାନେ ଆକ୍ରାନ୍ତ ହେଉଛନ୍ତି। ବିଭିନ୍ନ ଲିଭର ସିରୋସିସ୍ ଠାରୁ ଆରମ୍ଭ କରି ଚର୍ମ ରୋଗ ଠାରୁ ଆରମ୍ଭ କରି ବିଭିନ୍ନ ହଇଜା ପର୍ଯ୍ୟନ୍ତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଆମେ ଏ ବାବଦରେ ମିନିମମ୍ 10 ଥରରୁ ଉର୍ଦ୍ଧ୍ୱ କଲେକ୍ଟରଙ୍କ ଏବଂ ସବ୍ କଲେକ୍ଟର ଏବଂ ଏଡିଏମ୍ଙ୍କ ପାଖରେ ଦାବିପତ୍ର ରଖିଛୁ ଏହାର ସମାଧାନ କରିବା ନିମନ୍ତେ। ତେଣୁ କୌଣସି ପ୍ରକାର ପଦକ୍ଷେପ ଏପର୍ଯ୍ୟନ୍ତ ନିଆଗଲା ନାହିଁ। ଆଇନ କହୁଛି ପ୍ରଶାସନର ଦାୟିତ୍ୱ ହେଉଛି ଲୋକଙ୍କର ସୁରକ୍ଷା। ପ୍ରଶାସକ ଯଦି ନିଜେ ଲୋକଙ୍କୁ ମାରିବା ପାଇଁ ବ୍ୟବସ୍ଥା କରିବେ, ତାଙ୍କ ଦାୟିତ୍ୱରେ ଅବହେଳା କରି, ତେଣୁ ପ୍ରଶାସନ ବିରୁଦ୍ଧରେ ହିଁ ଏଫଆଇଆର୍ ହେବ। ସିଏ ହେଉଛନ୍ତି କଲ୍ପ୍ରିଟ୍। ତେଣୁ ସେହି ଉଦ୍ଦେଶ୍ୟରେ ଆମେ ଯିଏ ପ୍ରଶାସନର ମୁଖ୍ୟ ଜିଲ୍ଲାପାଳ, ଯିଏ ସମସ୍ତ କଥାକୁ ଦେଖନ୍ତି, ତାଙ୍କ ବିରୁଦ୍ଧରେ ଆମେ ଆଜି କେସ୍ ଦର୍ଜ କରିଛୁ କଣାସ ଥାନାରେ। ଆଗାମୀ ଦିନରେ ତାଙ୍କ ନାଁରେ ମଧ୍ୟ ଅନ୍ୟ ଥାନାରେ କେସ୍ ଦର୍ଜ କରାଯିବ। ଆମର ସିଧାସଳଖ କଥା ହେଉଛି କଲେକ୍ଟର ତାଙ୍କ କାର୍ଯ୍ୟର ଅବହେଳା କରିଛନ୍ତି। ବିଭିନ୍ନ ଜନଶୁଣାଳି ବେଳେ ଆମେ ଆମ କଥାକୁ ରଖିଛୁ ମେମୋରାଣ୍ଡମ୍ ମାଧ୍ୟମରେ, ତାକୁ ଏପର୍ଯ୍ୟନ୍ତ ବିଚାରକୁ ନେଇନାହାନ୍ତି ଏବଂ ତୁରିତ କୌଣସି ପଦକ୍ଷେପ ନେଇନାହାନ୍ତି। ଆମେ ପ୍ରଥମ ପଦକ୍ଷେପ ପାଇଁ ତାଙ୍କୁ କହିଥିଲୁ ଯେ ଗଙ୍ଗୁଆ ମୁହାଣକୁ ଦୟା ନିକଟରେ ଯେଉଁ କଣ୍ଟି ନିକଟରେ ଗଙ୍ଗୁଆ ମୁହାଣକୁ ବନ୍ଧେଇ ଦିଆଯାଉ। ଯେଉଁ ପର୍ଯ୍ୟନ୍ତ ସମାଧାନ ହେଇନି, ଟ୍ରିଟମେଣ୍ଟ ହେଇନାହିଁ, ସେ ପର୍ଯ୍ୟନ୍ତ ବନ୍ଧେଇ ଦିଆଯାଉ। ଅନ୍ତତଃ ପକ୍ଷେ ଦୟାକୁ ସେ ପାଣି ନ ଆସୁ ଏବଂ କୁଆଖିଆରୁ ମହାନଦୀର ବା କାଠଯୋଡ଼ିର ପାଣିର ଫ୍ଲୋ ଦୟାରେ ଛାଡ଼ି ଦିଆଗଲେ ଯେଉଁ ପୁରୁଣା ପାଣିଟା ଅଛି ଅନ୍ତତଃ ପକ୍ଷେ ସେ ଡ୍ରେନେଜ୍ ହେଇଯିବ ସମୁଦ୍ରକୁ। ସେଥିରେ ମଧ୍ୟ କୌଣସି ପଦକ୍ଷେପ ଆଡମିନିଷ୍ଟ୍ରେସନ, ଜିଲ୍ଲା ଆଡମିନିଷ୍ଟ୍ରେସନ ନେଲା ନାହିଁ। ଆଜି ଦୟା ସୁରକ୍ଷା ଅଭିଯାନ ଓ ମହାନଦୀ ବଚାଓ ଆନ୍ଦୋଳନ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ ବିରୁଦ୍ଧରେ କଣାସ ଥାନାରେ ଆମେ ଏଫଆଇଆର୍ ଦାଖଲ କଲୁ। କାରଣ ହେଉଛି ଜିଲ୍ଲାପାଳଙ୍କର ଅବହେଳା ପାଇଁ ଦୟା ନଦୀ କୂଳରେ ଥିବା ଗାଁ ମାନଙ୍କରେ ବର୍ତ୍ତମାନ ସୁଦ୍ଧା 4 ଜଣଙ୍କର ମୃତ୍ୟୁ ହୋଇଛି। ଆଉ ଜଣେ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ଏବଂ ଅନେକ ଲୋକ ମଧ୍ୟ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଜିଲ୍ଲାପାଳଙ୍କୁ ଦୟା ନଦୀ ଯେଉଁ ଅଭିଯାନ ଅଛି, ଦୟା ବଞ୍ଚାଅ ଅଭିଯାନ, ତା ପକ୍ଷରୁ ମହାନଦୀ ବଚାଅ ଆନ୍ଦୋଳନ ପକ୍ଷରୁ ବାରମ୍ବାର ନିବେଦନ କରାଯାଇଛି ଅତୀତରେ ଯେ ଦୟା ନଦୀ ପ୍ରଦୂଷିତ ହେଉଛି। କାରଣ ଗଙ୍ଗୁଆର ପାଣି ଦୟା ନଦୀକୁ ପ୍ରଦୂଷିତ କରୁଛି। ଦୟା ନଦୀ ପାଣି ଜହର ପାଲଟୁଛି। ସେଥିରେ ଲୋକ ଗାଧେଇ ପାରୁନାହାନ୍ତି, ପାଣି ପିଇ ପାରୁନାହାନ୍ତି, ଚାଷବାସ ହେଇପାରୁନି। ସେହି ଦୃଷ୍ଟିରୁ ବାରମ୍ବାର ଜିଲ୍ଲାପାଳଙ୍କୁ କହିଲା ପରେ ମଧ୍ୟ ତା ଉପରେ ଜିଲ୍ଲାପାଳ କୌଣସି ପ୍ରତିକାର କରିନାହାନ୍ତି। ଦାୟିତ୍ୱହୀନତା ତାର ପରିଚାୟକ ଏବଂ ତାଙ୍କର ଅବହେଳା ପାଇଁ 4 ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟମାନେ ସ୍ୱାସ୍ଥ୍ୟଗତ କାରଣରୁ ଆକ୍ରାନ୍ତ ହୋଇଛନ୍ତି। ସେହି ଦୃଷ୍ଟିରୁ ଜିଲ୍ଲାପାଳ ଏଥିରେ ଦାୟୀ ଏବଂ ଆଇପିସି କୋଡ୍ ଅନୁସାରେ ଜିଲ୍ଲାପାଳଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଜି ଆମେ ଦାବି କରୁଛୁ ଏବଂ ଏଫଆଇଆର୍ ଦେଇଛୁ ଏବଂ
एफआईआर कॉपी काली आमको मिलिब आमे चाहूँ जिलापाल विरुद्ध रे कार्यानुष्ठान हो एवं ता सहित आमे कहवाक चाहूँ जे गंगुआर पानी जो पशुची दया नदी को प्रदूषित करुच्ची से रोक लगा जाऊ एवं ता पई सरकार विहित पदक्षेप नियंतु। पुरीरू अरविंद नायक रिपोर्ट न्यूज 95 ओडिया। देश विदेश कोण अनुकोण टेक्निक खबर देखंतु आम सह यूट्यूब फेसबुक और इंस्टाग्राम रे आमको देखंतु लाइक शेयर और सब्सक्राइब करने को आद्य भूलंतुनि।